ଜଗତରେ ଅତ୍ୟାଚାର କଲା ଗୋଟାଏ ଅସୁର, ତାହା ନାଁ ହେଲା ଶଙ୍ଖାସୁର। ଶଙ୍ଖାସୁର ବହୁତ ଦୀପ୍ତିବନ୍ତ ଅସୁର, ଯାହାକୁ ଅନ୍ୟ ନାମରେ ପରିଚିତ ହୋଇଥାଏ ଆଚ୍ଛା ଏ ଶଙ୍ଖାସୁର ଆଜ୍ଞା ଆଜ୍ଞା ର ଅନ୍ୟ ନାମ ହେଲା ହୟଗ୍ରୀବ। ଆଜ୍ଞା 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 ହଁ ହଁ କହିଲେ ପ୍ରଭୁ 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 ହେ ବେଦପତି ବ୍ରହ୍ମାଙ୍କର ପୋଥି ବୋଲେ ବେଦକୁ ଚୋରି କଲା ଆଚ୍ଛା ଶଙ୍ଖାସୁର। ଶଙ୍ଖାସୁର ଚୋରି କରିକି ନେଲା ବେଦ। ଏ ଆପଣମାନେ ସମସ୍ତେ ଶୁଣନ୍ତି। ହଁ ହଁ ଆଚ୍ଛା କେତେ ବର୍ଷ ତଳେ ଚୋରି କଲା? ହଁ ସେଟା ଜାଣିବା ନା କେତେ ବର୍ଷ ତଳେ ଚୋରି କରିଥିଲା ବେଦକୁ ଶଙ୍ଖାସୁର। ତା ଡେଟଟା ସିନା ଜାଣିଲେ ଆମେ ଡାଇରୀ କରିବା ତା ନାଁରେ। ଆଉ କଣ ଆଜ୍ଞା ଆଜ୍ଞା ସତ୍ୟ ଯୁଗର ପରମାୟୁ ହେଲା 17,28,000 ବର୍ଷ। ବାବା ବର୍ଷ 17,28,000 ହଜାର ବର୍ଷ ହଁ ହଉ କିନ୍ତୁ ଏତେ ଭୋଗ ହେଇପାରିଲାନି। ନାଇଁ 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 7 ଲକ୍ଷ ବର୍ଷରେ ସତ୍ୟ ଯୁଗଟା ପୂର୍ଣ୍ଣ ହେଇଗଲା। ଆଚ୍ଛା 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 ହଁ ହଁ ତ୍ରେତୟା ଯୁଗର ପରମାୟୁ ହେଲା କଣ କେତେ 12,96,000 ବର୍ଷ। ଆଚ୍ଛା ଆଚ୍ଛା 12,96,000 ବର୍ଷ ଆଚ୍ଛା କିନ୍ତୁ ଏତେ ଭୋଗ ହେଇପାରିଲାନି। ଆଉ କେତେ ହେଲା 92,000 ବର୍ଷରେ ତ୍ରେତୟା ବୁଡ଼ିଗଲା। ତ୍ରେତୟା ଶେଷ ଦ୍ୱାପର ଯୁଗର ପରମାୟୁ ହେଲା 8,64,000 ବର୍ଷ। 8,64,000 ବର୍ଷ ଯା ଯା କିନ୍ତୁ ଏତେ ଭୋଗ ହେଲାନି। ଆଉ କେତେ ଭୋଗ ଦଖଲ କଲେ 72,000 ବର୍ଷରେ ଦ୍ୱାପର ଯୁଗଟା ବୁଡ଼ିଗଲା। ବୁଡ଼ିଗଲା ମାତ୍ର 72 ବର୍ଷ ହଉ କଳି ଯୁଗ ହେଲା 4,32,000 ବର୍ଷ। ଆଚ୍ଛା 4,32,000 ବର୍ଷ ଯା ଯା କିନ୍ତୁ କଳି ଯୋଗୁ ଏତେ ଦିନ ଭୋଗ କରିବନି। ଆଉ ନାଇଁ ନାଇଁ ମୁଁ ଜାଣିପାରୁଛି ବହୁତ ବର୍ଷ ଯୋଉଦିନ କଳି ଯୁଗ 12,000 ବର୍ଷ ପୂର୍ଣ୍ଣ ହବ ସେଇଦିନ କଳି ବୁଡ଼ିବ। ବୁଡ଼ିବ ବୁଡ଼ିବ କଳି ଚାଲିଛି କେତେ 5,174 ବର୍ଷ ଚାଲିଛି। ମାତ୍ର 5,174 ବର୍ଷ ମାତ୍ର ଆହୁରି କେତେ ଅଛି ଆପଣ ପାଞ୍ଜି ଦେଖନ୍ତୁ, ହଁ ପାଞ୍ଜିରେ ଲେଖାଯାଇଛି ଶକାବ୍ଦ। ଠିକ ଠିକ କଳିର ଶକାବ୍ଦ ବର୍ତ୍ତମାନ 5,174। ଆଚ୍ଛା ହଁ ହଁ ଯୋଉଦିନ 12 ବର୍ଷ ପୂରଣ କରିହେବ ବାସ୍ ସେଇଦିନ କଳିଯୁଗ ବୁଡ଼ିବ। ଶେଷ ହବ ବାସ୍ ନା କେମିତି ବୁଡ଼ିବ? କେମିତି ବୁଡ଼ିବ ନା ଉଲଗ୍ନ ହୋଇଣ ସର୍ବେ କରିବେ ସ୍ନାହାନ। ସହି ନ ପାରିବ ତାହା ଧରିତ୍ରୀ ପ୍ରମାଣ। କଳିଯୁଗରେ ସବୁ ଲଗ୍ନ ବୋଲେ ଲଙ୍ଗଳା ହେଇକି ଗାଧେଇବେ। ଟୋକା ଟୋକାଳିଆ ମାନେ ଗାଧେଇଲା ବେଳେ ଖାଲି ଖଣ୍ଡେ ଚଡ଼ି ପିନ୍ଧିଦେବେ, ଡେଉଁଦେବେ ପାଣି। ସ୍ତ୍ରୀ ମାନଙ୍କର କଥା ନ କହିଲେ ସରେ। ଆଚ୍ଛା ଆଚ୍ଛା
ବାଥରୁମରେ ସ୍ତ୍ରୀ ମାନେ ଲଙ୍ଗଳା ହେଇକି ସ୍ନାନ କରିବେ। ହଁ ହଁ ଆସିବା ଆଗକୁ ଆଜ୍ଞା। ସେଠୁ କୋଳି ଶେଷ ହବ ଆଉ କଣ? ରହିବ ଆଉ କଳି? ନାଇଁ 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 ନାଇଁ। କଲା ଦିଅ ଦେବତାକୁ କେହି ମାନିବେ ଯେ ନାହିଁ। ପଥରେ ଅର୍ଧ ପଥରେ ଦେବେ ଭୋଗ ଖାଇ। କଳି ଯୁଗରେ ଦିଅ ଦେବତାକୁ କେହି ମାନିବେନି। ନାଇଁ 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 ନାଇଁ। କଣ ସେତିକି? ଆହୁରି କଣ ଅଛି? କହିଲା ଗୋପଥ ଗୋଦଣ୍ଡା ମାନ କରି ଚାଷ ମାନ। କରୁଥିବେ କଳି ଯୁଗ ପ୍ରଳୟ କାରଣ। ଗୋପଥ ଗୋଦଣ୍ଡା ଗୋଚାରଣ ଜମିକି କେହି ମାନିବେନି। ଆଜ୍ଞା ଆଜ୍ଞା। ସମସ୍ତେ ହଳ ଧରିକି ଚାଷ କରିକି ବିହନ ବୁଣିବେ ଆଉ। ମନେ କର ତୋର ଗୋଟେ 5 ଗୁଣ୍ଠୁ ଜମି ଅଛି। ଆଚ୍ଛା। ସେ ଜମିର କଡୁକୁ ହଁ ହଁ ଲାଗିକି ଗୋଚାରଣ ଭୂମି 2-4 ଗୁଣ୍ଠୁ ଅଛି। ଅଛି। ତୁ କଣ କଲୁ? କଣ ଆଉ କରିବି? ସେଇତକ ଜମି ସାଥିରେ ମିଶେଇ ଦେଲେ ଅଧିକା ଧାନ ହବ, ଫସଲ ଅଧିକା ହବ। କୋଡ଼ି ଧରିଲୁ, ହଁ କେର୍ତେଇ କେର୍ତେଇ କାଟିଲୁ 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 କାଟିକି ଜମି ସାଙ୍ଗରେ ସବୁ ମିଶେଇ ଦେଲୁ। ଜମି ସାଥିରେ ସମାନ। ଗୋଦଣ୍ଡା ଆଉ ରହିଲା। ଗାଈ ମା ବଞ୍ଚିବ କେମିତି? ହଁ ହଁ ସତ କଥା। ଆଉ ଯୋଉଠି ଗାଈ ମା ଗୋମାତାକୁ ପୂଜା ନ ହେଇଛି, ଆଉ କଣ ଗାଈ ମା ସେବା କରୁଛନ୍ତି? ସେଠି ଉନ୍ନତ କେବେ ହେଇନି। ହେଇପାରିବନି କି ହେଇନି କି ହବନି। ତେଣୁ ଚଷିବେ ଗୋଦଣ୍ଡା ଭୂମି, କରୁଥିବେ ଚାଷ। ସେତେବେଳେ ଅଚ୍ୟୁତ ଯେ କରୁଥିବ କିସ। ଶେଷେ ପରମ ବ୍ରହ୍ମ ନବ କାଳି ଅବତାର। ବିଶ୍ୱ ପ୍ରଳୟ ହୋଇବ କରିବ ସଂହାର। ସେତିକି ବେଳେ ବିଶ୍ୱର ପ୍ରଳୟ ଆରମ୍ଭ ହବ। କି ଅନୀତି ଅନ୍ୟାଚାର ଯଦି ସମସ୍ତଙ୍କର ମାଡ଼ି ବସିବ ତାହେଲେ ଆଉ କଦାପି ହେଲେ ରହିବ ସତ୍ୟ? ଆମେ କହେ ସୃଷ୍ଟିକର୍ତ୍ତା ବ୍ରହ୍ମା, ପାଳନକର୍ତ୍ତା ବିଷ୍ଣୁ, ବିଷ୍ଣୁ ସଂହାରକର୍ତ୍ତା ଶିବ। ଶିବ ଭୁଲ। କଣ ହେଲା? ଭୁଲ କେମିତି ଭୁଲ ଆଜ୍ଞା? ଜଗତକୁ ସୃଷ୍ଟି ବ୍ରହ୍ମା କରେନି। ଆଉ କିଏ ସେ? ଉଦାହରଣ ଟିଏ ଦଉଛି। ଆଚ୍ଛା। ଆମ ଗାଁ ସାବିତ୍ରୀ ଦଳେଇ ସରପଞ୍ଚରେ ଠିଆ ହେଲା, ଜିତିଲା। ଆଜ୍ଞା ଜିତିଲା। କିନ୍ତୁ ସାବିତ୍ରୀ କି କେହି ସରପଞ୍ଚ ବାବୁ କହିଲେନି। ଆଉ ତା ସ୍ୱାମୀକି ଡାକିଲେ ସରପଞ୍ଚ ବାବୁ। କିରେ ତୋ ସ୍ତ୍ରୀ ତ ଠିଆ ହେଇକି ସରପଞ୍ଚରେ ଜିତିଲା, ଆଚ୍ଛା ତୁ ସରପଞ୍ଚ କେମିତି ହେଲୁ? ହଁ ତୁ କେମିତି ଆସିକି ନା ବୁଝୁ? ସରପଞ୍ଚ ବାବୁ ତତେ କୁହାଯିବ। ଆଜ୍ଞା ଆଜିର ଅବସ୍ଥା ଯାହା, ପୁରାଣର ଅବସ୍ଥା ସେଇଆ। ବାସ୍। ଜଗତକୁ ସୃଷ୍ଟି କରେ କିଏ? କିଏ କଲେ ଆଜ୍ଞା?
ବ୍ରହ୍ମା ଆଉ ନା ଆଉ କିଏ ସେ କଲା ବ୍ରହ୍ମାର ଭାରିଜା ସାବିତ୍ରୀ ସୃଷ୍ଟି କରେ କର୍ମ ମାତ୍ର ସଂସାରରେ ବ୍ରହ୍ମା ନେଇଯାଏ ନା ସାବିତ୍ରୀ ସୃଷ୍ଟି କରେ ଆଜ୍ଞା ବ୍ରହ୍ମା ନା ନେଇକି ଯାଏ ହଁ ପାଳନ କରେ କିଏ ବିଷ୍ଣୁ ଆଉ ତାହେଲେ ତମେ ମାନେ ଆଉ ମାଣବସା ଗୁରୁବାର ବହି ପଢିବନି ଆଚ୍ଛା 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 ମାଣମାସ ଗୁରୁବାର ତ ଆମେ କରୁଛୁ ମାର୍ଗଶିର ମାସରେ ଆଉ ଯଦି ବିଷ୍ଣୁ ପାଳନ କରେ ଆଚ୍ଛା ଆଉ ମାର୍ଗଶିର ମାସରେ ତମେ ମାଣ ବସେଇବନି ଆଚ୍ଛା 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 ହଁ ହଁ ଆରେ କଥା ମାଣବସା ଗୁରୁବାର ବହି ବଳରାମ ଦାସ ଲେଖିଲେ କଣ ଲେଖିଛନ୍ତି ଜଗତକୁ ପାଳନ କରେ କିଏ ଆହା କହିଲେ ନମସ୍ତେ କମଳା ମାଗୋ ଆହା ଜଗତ ପାଳିନି ନମସ୍ତେ ନମସ୍ତେ ମାଗୋ ବିଷ୍ଣୁ ପାଟରାଣୀ ନମସ୍ତେ କମଳା ମାଗୋ ଅତି ଦୟାବତୀ ସ୍ଥାବର ଜଙ୍ଗମ କୀଟ ଆଦି ପାଳୁ ନିହିତି